ମାନବିକତା ଦେଖାଇଲେ ଜଣେ ସ୍ୱେଚ୍ଛାସେବୀ। ଜମନକିରା ବ୍ଲକ ଟିକିଲିପଡ଼ା ପଞ୍ଚାୟତ 53 ନମ୍ବର ଜାତୀୟ ରାଜପଥରେ ଟିକିଲିପଡ଼ା ଛକ ପାଖରେ ଜଣେ ମାନସିକ ବ୍ୟକ୍ତିଙ୍କ ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକେ ଜାଣିବା ପରେ ଜମନକିରାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ସମ୍ପାଦକ ଗୋପାଳ ଦେବନାଥଙ୍କୁ ସାହାଯ୍ୟ ପାଇଁ ଯୋଗାଯୋଗ କରିଥିଲେ। ସମ୍ପାଦକ ଦେବନାଥ ସମ୍ପୂର୍ଣ୍ଣ ଘଟଣା ସଭାପତି ଅବଦୁଲ ଗୁଲାମ କାଦିରକୁ ଜଣାଇଥିଲେ। ଏ ଘଟଣା ଜାଣିବା ପରେ ଉଭୟ ସଭାପତି ଓ ସମ୍ପାଦକ ଜମନକିରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆହତ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତିଙ୍କୁ ଆଣି ପ୍ରାଥମିକ ଚିକିତ୍ସା କରାଇଥିଲେ। ଦୁର୍ଘଟଣା ଯୋଗୁଁ ବ୍ୟକ୍ତିଙ୍କର ମୁଣ୍ଡରେ ଆଘାତ ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ବୁର୍ଲା ମେଡ଼ିକାଲକୁ ପଠାଇ ଦିଆଯାଇଥିଲା। ଜମନକିରାର ଏହି ସମାଜସେବୀ ଅନୁଷ୍ଠାନକୁ ମହତ କାର୍ଯ୍ୟ ପାଇଁ ଅଞ୍ଚଳବାସୀ ଖୁବ୍ ପ୍ରଶଂସା କରିଛନ୍ତି। ଜମନକିରାରୁ ହେମନ୍ତ ଭୈସାଙ୍କ ରିପୋର୍ଟ, ସନ୍ଧାନ ନ୍ୟୁଜ୍।